भागवत तृतीय स्कंद चतुर्दश अध्याय। गोविंद 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 पदु गलुछि मकरंद से मकरंद पान करी हेले तरिले ब्रज नारी से ब्रज नारीଙ୍କ पୟରେ मन मोरहु निरंतरे मन मो निरंतरे रहु हा कृष्ण बोली जीव जाऊ हा कृष्ण बोली जाऊ जीव मते उधर वासुदेव मते उधर वासुदेव मते उधर वासुदेव। ओं गं गणपतये नमः। श्री शुक उवाच मैत्रेय वाणी शुणी कर्णे हरष विदुरर मने कृष्ण शुकर रूप कथा अमृत पद एहो गाथा आनंदे शिरे कर देई संतोष चित्ते पचारई। विदुर उवाच यज्ञ बराह रूप धरी दंताग्रे धरणी उधरी जले आसन्ते ऊर्ध्वदन्ते आदि असुरर वक्रते मिलिला गदा हस्ते धरी ता देह दंताग्रे बिदारी शुण ए कथा तुम मुखे एबे पचारे मन सुखे ए दैत्य तेज नर्गल कि हेतु गदा युद्ध कला ताहार जन्म कर्म जेते विस्तारी कह मो अग्रते। मैत्रेय उवाच परम कुतूहल वाणी जीवतरई एहा शुणी तु धन्य साधु कुरुवीर स्वधर्म प्रश्न हे तोहर हरिचरित गुण गाथा अमृतर समय कथा जहा शुणन्ते मृत्यु पाश सुतप्त चक्रे होई नाश हे स्वयंभुव मनुसूत शान्तनु तनय विख्यात तपर बले से प्रचंडे चरण देई मृत्यु पिंडे स्वभावे तेज नर्गला परम पदे से पशिला तु एबे पचारिलु मते शुण विदुर एक चित्ते प्रस्तावे इतिहास वाणी देवंक सभा मध्ये शुणी जणाई एथर कारण कहिबी एक चिते शुण
ଦକ୍ଷ ଦୁହିତା ଦିତି ନାମା କଶ୍ୟପ ଋଷିଙ୍କର ବାମା। ସେ କଦିନେ ଯଜ୍ଞଶାଲେ ଏକେ ପଶିଲା ସନ୍ଧ୍ୟା କାଳେ। ବସିଲା ନିଜ ପତି ପାଶେ କାମେ ଜଡ଼ିତ ରତି ଆସେ। ସେ ମହାମୁନି ତାହା ପରେ ମନ୍ତ୍ର ଆହୁତି ଦେବା ଠାରେ। ଯଜ୍ଞ ପୁରୁଷ ପ୍ରୀତି ଅର୍ଥେ ଅସ୍ତ ଅଚଳ ସୂର୍ଯ୍ୟ ଗତେ। ନିବିଡ଼ ସନ୍ଧ୍ୟା ଆଗମନେ ମିଳିଲା ସ୍ୱାମୀ ସନ୍ନିଧାନେ। କର ପଲ୍ଲବ ଶିରେ ଦେଇ କହେ କଶ୍ୟପ ମୁଖ ଚାହିଁ। ଦିତିରୁବାଚ ଭୋନାଥ ଶୁଣ ତପୋଧନ କନ୍ଦର୍ପ ଘେନି ସରାସନ। ବାଣେ ମୋର ମନ କହଇ ଶୁଣ ସାବଧାନ। କଦଳୀ ବନେ ଜହ୍ନେ ଗଜ ଦନ୍ତେ ବିରାଜେ ଅତି ତେଜ। ମୋ ପିତା ଦକ୍ଷ ପ୍ରଜାପତି ଯାର ସହିତେ ତାର ମତି। ଆମର ଘରେ ପୁତ୍ର ଯେତେ ଧର୍ମ ପାଳିବେ ସେ ଜଗତେ। ଏ କଥା ମନେ ବିଚାରିଲା ଯାନ୍ତେ ଆମଙ୍କୁ ପଚାରିଲା। ସମ୍ମତି ଦେଖିଲା ମୋର ତେଣୁ ବରିଲା ତୋତେ ବର। ଆମେ ଯେ ଭଗ୍ନୀ ତୋର ପାଶେ ତୁମର ଚରଣ ବିଶ୍ୱାସେ। ଆମର ଶୀଲ ରୂପ ଗୁଣ ତୁମେ ତ ପ୍ରତ୍ୟକ୍ଷ ପ୍ରମାଣ। ବୋନାଥ ନଳିନ ବଦନ ଏବେ ତୁ କର ମୋ ବଚନ। ମୋର ସଙ୍ଗତେ କର ରତି ସୁଭୋଗେ ହେଉ ମୋର ଶାନ୍ତି। ହେମନ୍ତ ଶୁଣିଣ ବଚନ କଶ୍ୟପ ଋଷି ଦୁଃଖ ମନ। ଏ ସନ୍ଧ୍ୟା କାଳେ ମୋର ପାଶେ ତୁ ମିଳିଲୁ ରତି ଆସେ। ଯେ ଧର୍ମ ପ୍ରମାଣେ ତୋହର ଅନ୍ୟଥା କେ କରୁ ତାହାର। ଏଣୁ ତୋହର ପ୍ରିୟ ଯେତେ କରିବି ତୋହର ଆୟତ୍ତେ। ସଂସାର ବ୍ୟବହାରଟିଏ ହି ଏ ଧର୍ମ କର୍ମେ ରହେ ଗୃହୀ। ସର୍ବ ଆଶ୍ରୟ ମଧ୍ୟେ ସାର ପୁତ୍ର କଳତ୍ର ଧନ ଘର। ଏଣୁ ମୋହର ଚିତ୍ତର ସେ ବୋଇତ ଜହ୍ନେ ଜଳେ ଭାସେ। ଆମର ଅଙ୍ଗ ମଧ୍ୟ ନାରୀ ଅନ୍ୟଥ କେବା କରିପାରି। ତାହାର ତହିଁ ଗୃହକାର ଦେଇ ନିରନ୍ତେ ଶାନ୍ତି କର। ଯାହାର ଆଶ୍ରେ ପ୍ରାଣୀ ଥାଇ ଇନ୍ଦ୍ରିୟ ଚିତ୍ତକୁ ଜିଣଇ। ଏ କଥା କେ କରିବ ଆନ ଯାହା ସଞ୍ଚିଲେ ଭଗବାନ। ଏବେ ଉଦ୍ଧର ଆତ୍ମା ମନେ ଶୁଭେ ନ ରହ ମୋ ଚରଣେ। ଦେଖ ଏ ଭୟଙ୍କର ବେଲା ପ୍ରେତ ପିଶାଚ ଗଣ ମେଲା। ଭୂତ ବେତାଳ ଗଣ ରଙ୍ଗେ ଭବାନୀ ଗଣ ଘେନି ସଙ୍ଗେ। ଭୂତରେ ବସି ଭୂତପତି ଦେଖଇ ସର୍ବଜନ ଗତି। ମୋହର ଦେହେ ସେ ସ୍ୱଭାବେ କେ କହି ପାରୁ ଏହି ଭାବେ। ପର ପାର ଯାର ନାହିଁ ବଦନେ ନିନ୍ଦା ସ୍ତୁତି କାହିଁ। ଆମେ ସକଳ ଯାଚରଣେ ସେବୁଛୁ ବ୍ରହ୍ମ ଆଚରଣେ। ଯାହାର ପ୍ରସନ୍ନେ ସୌଭାଗୀ ଯେନର ଆତ୍ମା ଗୁଣେ ଭୋଗୀ। ଯାର ନିର୍ମଳ ଗୁଣ ଚିନ୍ତି କିବା ପଟଳେ ସର୍ବେ ଛନ୍ତି। ଚିନ୍ତନ୍ତି ନିର୍ଲେପ ଶରୀର ଦେବ ମାନବେ ଅଗୋଚର।
ଏମନ୍ତେ ସ୍ୱାମୀ ମୁଖୁ ଶୁଣି ସ୍ୱଭାବେ ଲଜ୍ଜିତ ତରୁଣୀ। ପିଶାଚ ଚେଷ୍ଟା ଦେଖି ତାର ସୁମନେ କରନ୍ତି ବିଚାର। ଅଭାଗୀ ପ୍ରାଣୀ ଏହି ମତି ଯେ ତା ମହିମା ନ ଜାଣନ୍ତି। ନିର୍ମଳ ଚିତ୍ତେ ଯୋଗୀ ଜନେ ଧ୍ୟାନେ ଚିନ୍ତନ୍ତି ତା ଚରଣେ। ତପ ପ୍ରସନ୍ନେ ଯୋଗେ ଚିନ୍ତି ଅଶେଷ ସମ୍ପଦ ଭୁଞ୍ଜନ୍ତି। ଘୋର ଗହନେ ମୁନିଗଣ ଯାର ପ୍ରସନ୍ନେ ଯୋଗ ଧ୍ୟାନେ। ବ୍ରହ୍ମାଦି ଦେବେ ଯା କିଙ୍କର ଯା ମାୟା ବୋଲେ ସଂସାର। ସୃଷ୍ଟି ପାଲନ ସଂହାରଣେ ଯେ ବିଶ୍ୱ ପରମ କାରଣ। ପିଶାଚ ଚେଷ୍ଟା ତାର ଦେଖି ସାଧବ ଜନେ ହୁଅନ୍ତି ଦୁଃଖୀ। ଚରିତ ବିଡ଼ମ୍ବନ ତାର ଦେବ ମାନବେ ଅଗୋଚର। ହେମନ୍ତ ସ୍ୱାମୀ ମୁଖୁ ଶୁଣି ସ୍ୱଭାବେ ଉନ୍ମତ୍ତ ତରୁଣୀ। ମଦନ ବାଣେ ଭୋଲ ଚିତ ବେଗେ ଧଇଲା ସ୍ୱାମୀ ହସ୍ତ। ବସ୍ତ୍ର ଆକର୍ଷି ବାମ କରେ କଟାକ୍ଷେ ଚାହେଁ ରୋଷ ଭରେ। ବୃଷଳି ପ୍ରାୟେ ଲଜ୍ଜା ଛାଡ଼ି ରମଣ ରସେ ଚିତ୍ତେ ବୁଡ଼ି। ବୋଲେ ଫେଇଲା ତାର ଅଙ୍ଗ ଆକର୍ଷେ ସ୍ୱକାମ ଅନଙ୍ଗ। ପତ୍ନୀ ରମଣ ସଙ୍ଗ ବରି ତତ୍କ୍ଷଣେ ଆଚମନ କରି। କର ଚରଣ ଧୋଇ ଜଳେ ମଉନେ ବସିଲେ ନିଶ୍ଚଳେ। ଗାୟତ୍ରୀ ମନ୍ତ୍ର ପ୍ରାଣୀ ଧନ କରି ଚିନ୍ତିଲେ ବ୍ରହ୍ମଧାମ। ତତ୍କ୍ଷଣେ ଦିତି ଉଠି ବେଗେ ବସ୍ତ୍ର ଆଚ୍ଛାଦି ସର୍ବଙ୍ଗେ। ସଲଜେ ଅଧୋମୁଖ ହୋଇ କହେ କଶ୍ୟପ ମୁଖ ଚାହିଁ। ଦିତିରୁବାଚ ଏ ଗର୍ଭ ହୋଇବ ମୋହର ସ୍ୱଭାବେ ମହାଭୟଙ୍କର। ପ୍ରାଣୀଙ୍କ ତେଜ ସେ ହରିବ ଦୁର୍ବୁଦ୍ଧି ପଣେ ଦୁଷ୍ଟ ଭାବ। ଅବଜ୍ଞା କରି ନିଜ ପତି ମୁଁ ଯେ ଆଚରିଲି ଅନୀତି। ଯୋଗୀନ୍ଦ୍ର ନମୁ ତୋ ଚରଣେ ତୋର ବିହାର ଭୂତ ଗଣେ। ସର୍ବବିନାଶ ଦଣ୍ଡଧର ତୁ ଦଣ୍ଡୁ ଦୁର୍ଦଣ୍ଡ କ୍ରୋଧର। ତୁ ଭୀମ ରୂପ କ୍ଷମାପତି ନମୋ ନମସ୍ତେ ପ୍ରଭୁ ଗତି। ଗର୍ଭ ଆଉଁସି ମନ ଦେଇ କହେ କଶ୍ୟପ ମୁଖ ଚାହିଁ। ତତ୍କ୍ଷଣେ ଧ୍ୟାନ ଛାଡ଼ି ବେଗେ ମୁନି କହନ୍ତି ପତ୍ନୀ ଆଗେ। କଶ୍ୟପ ଉବାଚ ଭୋ ସଖୀ ଶୁଣ ଶୁଦ୍ଧ ଚିତ୍ତେ ଏ କର୍ମ ତୋହର ଆୟତ୍ତେ। ମୁହୂର୍ତ୍ତ ଦୋଷ ଭୟଙ୍କର ଦେହ ହେଳନ କର୍ମ ତୋର। ଏ ଦୋଷ ତୋର କର୍ମ ଗତେ କର୍ମ ହୋଇବ ବିନା ସୂତ୍ରେ। ସୃଷ୍ଟି ହୋଇବ ଏ ଶୟଲେ ତପ ସାଧନେ କର୍ମ ଫଲେ। ଏ ତିନି ପୁରେ ରାଜା ଗଣେ ସକଲ ଖଟିବେ ଚରଣେ। ଧନ ଜୀବନ ସେ ହରିବେ ପ୍ରାଣୀଙ୍କୁ ଦୁଃଖ ସୁଖ ଦେବେ। ନିର୍ଦୋଷ ପ୍ରାଣୀଙ୍କ ମାରଣେ ପରର ମଣିକ ରକ୍ଷଣେ। ମହାନ୍ତ ଜନେ କୋପ ଜାତ ବୋଲେ ହରିବେ ବେନି ଭ୍ରାତ। ତାହାଙ୍କୁ ଦେଖି ଦୁଷ୍ଟପଣ କୋପିବେ ଦେବ ନାରାୟଣ। ଏ ଭୂମି ମଧ୍ୟରେ ରୂପ ବହି ବିଷ୍ଣୁ ମାରିବେ ବେନି ଭାଇ। ଇନ୍ଦ୍ର ଯେ ଶନେ ବଜ୍ର ଧରେ ଘୋର ପର୍ବତ ଦର୍ପ ହରେ। ଦିତି ଉବାଚ ଭୋ ନାଥ ମୋର ପୁତ୍ର ଯେବେ ସମ୍ଭବ ଦୁଷ୍ଟ କର୍ମ ଭାବେ। ବିଷ୍ଣୁର ଶସ୍ତ୍ରେ ହେବେ ନାଶ ଏଣେ ମୋହର ନାହିଁ ରୋଷ। ତହିଁକି ଡର ମୋର ନାହିଁ
ବ୍ରାହ୍ମଣ ସାପକୁ ଡରଇ ବ୍ରାହ୍ମଣ କୋପେ ଯେ ମରନ୍ତି ପ୍ରାଣୀଙ୍କ ବଧ ଆଚରନ୍ତି ତାହାଙ୍କୁ ନାହିଁ ସୁଖ ଲେଶ ନରକେ ହୁଅନ୍ତି ପ୍ରବେଶ। କଶ୍ୟପ ଉବାଚ କର୍ମ ବଲେ ବୀର୍ଯ୍ୟ ଯୋନି ଜନ୍ମ ଲଭନ୍ତି ଦେହ ଘେନି ଅଶେଷ ଦୁଃଖ ଫଳ ଭୋଗେ ବୁଝନ୍ତି ଜୀବନ ସଂଯୋଗେ ସଂସାର ଶୋକ ଅନୁତାପେ ଯେବା ଅର୍ଜୀବ ବଳ ଦର୍ପେ ବିଷ୍ଣୁର ହସ୍ତେ ପ୍ରାଣ ଦେଇ ସମ୍ଭୂତ ରୂପେ ବେ ନିଭାଇ ତାହାଙ୍କ ପୁତ୍ରଙ୍କର ମଧ୍ୟରେ ବିଷ୍ଣୁର ଭକ୍ତ ଅନୁବାଦେ ହୋଇବେ ବିଷ୍ଣୁ ଭକ୍ତ ସାର ଅତୁଲ୍ୟ ସୁଖ ସୁବିଚାର ତାହାର ସତ ଇହ ଲୋକେ ବିଷ୍ଣୁ ଭକ୍ତି ମନ ସୁଖେ ତାଜସ ଗାଇ ନିରନ୍ତରେ କରିବେ ଭବ ସଂସାରେ ଯାର ପ୍ରସନ୍ନେ ଏ ସଂସାର ହୋଇବେ ମାୟା ବନ୍ଧୁ ପାର ସେ ମହାଭାଗବତ ବାଣୀ ଯାଜସ ଗାଇ ତୋରେ ପ୍ରାଣୀ ସେ ବିଷ୍ଣୁ ଭାବବତୀରେ କେ ଅନ୍ତେ ମିଳିବେ ବିଷ୍ଣୁ ଲୋକେ ତୁ ପୁଣି ଦେଖିବୁ ତା ମୁଖ ଲଭିବୁ ଅତିଶୟ ସୁଖ ସୁକର୍ମ କରି ସୁକୁମାର କର୍ଣ୍ଣେ କୁଣ୍ଡଳ ହୃଦେ ହାର। ମୈତ୍ରେୟ ଉବାଚ ପୁତ୍ର ପୁତ୍ରର ଗୁଣ ଗୁଣୀ ବୈଷ୍ଣବ ମୁଖେ ଶିରୋମଣି ଅନ୍ତର ଆତ୍ମା ଅତି ଦୋଷେ ସ୍ୱାମୀଙ୍କୁ ନମିଲା ହରସେ ଦିତି କଶ୍ୟପର ସମ୍ବାଦ ଶୁଣ ସୁଜନେ ଜ୍ଞାନ ଭେଦ ତୃତୀୟ ସ୍କନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ महापुराणे परमहंस्यां संहितायां वैयासिक्यां तृतीयस्कन्धे दितिकश्यप संवादे नाम चतुर्दशोऽध्यायः।